ଭାବ ବିହଳ ହୋଇ ବର୍ଷାରେ ଓଦା ହୋଇ ମହାପ୍ରଭୁଙ୍କର ରଥ ଟାଣିଛନ୍ତି। 2 ଦିନ ରଥ ଟାଣି ବର୍ତ୍ତମାନ ସଂଘାଯୁକ୍ତ ସରିବା ପର୍ଯ୍ୟନ୍ତ ପ୍ରତ୍ୟେକ ନୀତି ମଧ୍ୟ ବର୍ତ୍ତମାନ ଦର୍ଶନ ପାଇଛନ୍ତି। ବର୍ତ୍ତମାନ ଚାରବନ୍ଧା କାର୍ଯ୍ୟ ଚାଲିଛି। ଏହାପରେ ପୁଷ୍ପାଞ୍ଜଳି ହୋଇ ମହାପ୍ରଭୁଙ୍କର ପହୁଲି ବିଜୟ ଅନୁଷ୍ଠିତ ଠାରୁ ଆସନ୍ତା 23 ତାରିଖ ସନ୍ଧ୍ୟା ଦର୍ଶନ ସନ୍ଧ୍ୟା 7ଟା ପର୍ଯ୍ୟନ୍ତ ଭକ୍ତମାନେ ଗୁଣ୍ଡିଚା ମନ୍ଦିରରେ ଦର୍ଶନ ପାଇବେ ଏବଂ ଆଡ଼ପ ମଣ୍ଡପ ମହାପ୍ରସାଦ ପାଇବେ। ଆଗକୁ ଚାଲନ୍ତୁ, ହରିବୋଲ ହୁଳହୁଳି ଦିଅନ୍ତୁ, ଆଗକୁ ଚାଲନ୍ତୁ, କୌଣସି ସ୍ଥାନରେ ଅଟକି ରୁହନ୍ତୁ ନାହିଁ। महाप्रभु आपणମାନଙ୍କର ମଙ୍ଗଳ କରନ୍ତୁ। ଆଡ଼ପ ମଣ୍ଡପ ଦର୍ଶନ ଆପଣମାନଙ୍କ ପାଇଁ ଶୁଭମୟ ଆଜି ହରିବୋଲ ହୁଳହୁଳି ଦିଅନ୍ତୁ କରିବେ। ଭକ୍ତମାନଙ୍କୁ ଦର୍ଶନର ସୁଯୋଗ ଦିଅନ୍ତୁ। ବଡ଼ ଠାକୁରଙ୍କ ରଥରୁ ପୁଷ୍ଟ ବଳରାମ, ମହାପ୍ରଭୁଙ୍କ ରଥରୁ ମଦନ ମୋହନ ମହାପ୍ରଭୁ ଗୁଣ୍ଡିଚା ମନ୍ଦିରକୁ ବିଜେ କରିବେ। ଏହାପରେ ସୁଦର୍ଶନ ମହାପ୍ରଭୁ, ବଳଭଦ୍ର ମହାପ୍ରଭୁ, ଦେବୀ ସୁଭଦ୍ରା, ଜଗନ୍ନାଥ ମହାପ୍ରଭୁ ପହଣ୍ଡି ବିଜେ ହୋଇ ଆଡ଼ପ ମଣ୍ଡପ ଜନ୍ମବେଦୀକୁ ବିଜେ କରିବେ। ଆସନ୍ତା କାଲିଠାରୁ ଭକ୍ତମାନେ ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କର ଆଡ଼ପ ମଣ୍ଡପ, ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କର ଶେଷ ଦର୍ଶନ, ନବମୀ ଦର୍ଶନ, ସନ୍ଧ୍ୟା ଦର୍ଶନ, ସନ୍ଧ୍ୟା 7ଟା ପର୍ଯ୍ୟନ୍ତ ଦର୍ଶନ ଚାଲିବ। 23